ବାପୁନୁ ସିଂ। କଣ କରୁଛ? ହଳ କରୁଛି। ଡ୍ରାଇଭର ଅଛ? ହଁ। କୋଉଥିରେ? ଟ୍ରାକ୍ଟରରେ। ଟ୍ରାକ୍ଟରରେ। ଆଚ୍ଛା, କେବେ ବର୍ଷା ହେଲା? ଏଇ କାଲି ହେଇଛି। ବର୍ଷା ହେଲା ପରେ ଆଗରୁ ପାଣି ବର୍ଷା ହେଲା ଆଗରୁ ପାଣି ପୁରା ଶୁଖିଲା ଥିଲା ପଦା ପଡିଆ। ପଦା ଥିଲା ଆଉ ଏଇ କିଣା ପାଣି ହେଇଗଲା। ଆଜି କତରୁ ଏଇ ହଡ଼ ଚାଲିଛି। ହଡ଼ ଆଡେ ଟିକେ ଦେଖୁନ ଚାଲିଛି ହଡ଼ ଆଉ। ମନ ଖୁସି ଅଛି? ହଁ ପୁରା ଖୁସି। ଚାଷୀ ମନ ବି ଖୁସି। ହଁ। ଅଘିରାପଦା ଅଞ୍ଚଳରେ ଏ ବର୍ଷର ପ୍ରଥମ ବର୍ଷା। ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ବାସୀଙ୍କର ଏକ ଦୁଃଖ ଥିଲା ନିଅଣ୍ଟିଆ ବର୍ଷା। ଆଷାଢ଼ ସରିଗଲା, ଶ୍ରାବଣ ଗଲା, ବର୍ଷାର ନାମ ଧରିଲାନି। ଚାତକ ସମ କୃଷକମାନେ ଅନେଇ ରହିଥିଲେ ବର୍ଷାକୁ। ଦିନେ ମେଘ ହେଲେ 3 ଦିନ ଖରା। ଚାଷ ଜମିରେ ଯେଉଁ ଟୋପାଏ ପାଣି ରହିଲା ତାହା ପୁଣି ଶୁଖିଗଲା। ଫଳରେ ବିଚରା କୃଷକ ବାହୁଡ଼ା ନ ପକାଇ ପାରିଲା ଜମିରେ ତଳି, ନା କରିପାରିଲା ହଳ। ହାତ ଟେକି ମୁଣ୍ଡରେ ହାତ ଦେଇ ବସିଲା ଚାଷୀ। ଆଶା ଛାଡ଼ି ଦେଇଥିଲା ବିଚରା କୃଷକ। ଏସନ କୃଷି ହେବନି, ଯାହା ହେବ ମଜୁରୀ ପାଇବ ନାହିଁ କୃଷକ। ବିଶେଷତଃ ଔପଦା ବ୍ଲକର ଅଘିରାପଦା ପଞ୍ଚାୟତର କମାରପାଳ, ଅଘିରାପଦା, ମହୁଲଗଡ଼ିଆ, ଚିଞ୍ଚିଡ଼ା, ଗରୁଡ଼ାହତା, ଲକ୍ଷ୍ମୀଶୂଳ ଆଦି ଗ୍ରାମମାନଙ୍କରେ କୌଣସି ଜଳସ୍ରୋତ ନାହିଁ। ବର୍ଷା ହେଲେ ଝର ବାହାରିବ, ଆଉ ସେହି ଝର ପାଣି ମାଡ଼ିଲେ ନିଜ ଜମିରେ ପାଣି ମଡ଼ାଇ କୃଷି କାମରେ ଲାଗି ଯାଇଥାଏ କୃଷକ। ଭଗବାନଙ୍କ ଲୀଳା ବିଚିତ୍ର। ଭାଦ୍ରବ ମାସ ଆସିବା କ୍ଷଣି ମୂଷଳ ଧାରାରେ ବର୍ଷା ହେଲା। ଲଘୁଚାପ ଜନିତ ଲଗାଣ ବର୍ଷାରେ ସବୁ ଜମିରେ ପାଣି ମାଡ଼ିଲା। ମୁଣ୍ଡରେ ହାତ ଦେଇ କାନ୍ଦୁଥିବା ଚାଷୀ ଭାଇ ମନରେ ଖେଳିଲା ହସର ଜୁଆର। ବିଲରେ ପଡ଼ିଥିବା ତଳିରେ ଭରିଗଲା ପାଣି। ପାୱାର ଟିଲର ଟ୍ରାକ୍ଟର ଲଗାଇ ଚାଲିଲା ବିଲରେ ହଳ। ଚାଷ କରିବ ନାହିଁ ଭାବି ତଳି ସବୁ ବିକ୍ରି କରିଦେଇଥିବା ଚାଷୀ ପୁଣି ଏବେ ମୁଣ୍ଡରେ ହାତ ଦେଇ କାନ୍ଦିବା ଆରମ୍ଭ କରିଦେଇଛି। ଔପଦାରୁ ଶାନ୍ତନୁ କୁମାର ବେହେରା ଓ ରମେଶ ଚନ୍ଦ୍ର ପରିଡ଼ାଙ୍କ ରିପୋର୍ଟ, ରୂପଧାଳିଆ ନ୍ୟୁଜ।